ସାଙ୍ଗମାନେ ଜୟ ଜଗନ୍ନାଥ ସାଙ୍ଗମାନେ ୱେଲକମ୍ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ସପୋର୍ଟ। ତ ଗୋଟେ ଇମ୍ପୋର୍ଟାଣ୍ଟ ମ୍ୟାଥ୍ ନେଇ ଆସିଛି, ଆପଣମାନେ ଦେଖନ୍ତୁ ସର୍ଟକଟ୍ରେ ମୁଁ କରୁଛି। ଦେଖନ୍ତୁ ଫାର୍ଷ୍ଟ ଆପଣମାନେ P ପ୍ଲସ୍ Q ଅଛି 10 days, P ପ୍ଲସ୍ Q 10 days, ତାପରେ ଆପଣଙ୍କର QLN କରୁଛି 12 days। ତାମାନେ ଆପଣମାନେ 10 ଆଉ 12ର ଏଫିସିଏନ୍ସି ନେବା, ଆପଣ 60 ହେଇଗଲା। 10 ଆଉ ଫାର୍ଷ୍ଟ ନେଲେ 10 P ପ୍ଲସ୍ Qଟା କରୁଛି, Q ହେଉଛି 12, ତାର 60 days, ତାର ହେଉଛି ଆପଣଙ୍କ ଲସ୍ ଆଗକୁ। ତ ୟାର ଏଫିସିଏନ୍ସି P ପ୍ଲସ୍ Qର ହେଉଛି 6 days 6, ୟାର ହେଉଛି Qର ହେଉଛି 5। ତ ଏମିତି ହେଲା P ପ୍ଲସ୍ Qର 6 ଆଉ Qର 5, ତାହେଲେ 6 - 5 1 ହେଉଛି ଆପଣଙ୍କର କେବଳ Pର ଏଫିସିଏନ୍ସି। ତ ଆପଣମାନେ ଏଇଠି ଯେହେତୁ ଆପଣମାନେ Q ଅଲରେଡ଼ି 6 days କରିଛି, ତାମାନେ 6 days କରିଛି ମାନେ 6 days କରିଛି ମାନେ ଆପଣଙ୍କର ଯେହେତୁ 6 × 5 30 days ଅଲରେଡ଼ି କାମ ସରିଯାଇଛି Q ଦ୍ୱାରା। ତେଣୁ ଆଉ ବଳକା ରହିଲା କେତେ 60 - 30, ତାମାନେ 30 ଆୱାର ଆଉ ରହିଲା। 30 ଆୱାରକୁ କିଏ କରିବ ନା ଆମର P, ତାମାନେ ତାର ଏଫିସିଏନ୍ସି ହରିଦେବା 1, 30 × 1 = 30 ହେଉଛି ଆମର ଆନ୍ସର୍। ତାମାନେ P take complete the remaining work in 30 days. Answer is 30 days.